ମୁଁ କିଏ, ମୁଁ ମାନେ କିଏ, ମୁଁ ମାନେ ଆଖି, ଗାଲ, ହାତ, ମାନେ ମୁଁ କିଏ, ମୁଁ ଯେ କହୁଛି ପାଟି କଣ ମୁଁ, ଦେହଟା ଚାଲିଯିବ ପୋଡ଼ି ଦେଲେ ମରିଗଲେ ଦେହ ପୋଡ଼ିଯିବ, ମୁଁ ପୁଣି ସେ ଲୋକଟା ମରିଗଲା ମରିଗଲା ତା ଦେହଟା ପୋଡ଼ିଦେଲେ, ସେ ଯେଉଁ ଚାଲିଗଲା ମୁଁ କିଏ ପ୍ରଥମେ ଆମେ ଜାଣିବା। ମୁଁ ହେଉଛି ଆତ୍ମା, ଆତ୍ମା କେବଳ ପରମାତ୍ମାଙ୍କର, ଆତ୍ମା ଆଉ କାହାର ହେଇପାରିବନି। ଏ ମୋହମାୟା ସଂସାରରେ ଯେତେ ମୋହ ଲଗେଇଲେ ବି ଆଜି ମୋତେ ଏଇଟା ମିଳିଗଲେ ମୋତେ ଖୁସି ମିଳିଯିବ ନା, ଯେଉଁ ଦୂର ପାହାଡ଼ ସୁନ୍ଦର ପାଖକୁ ଆସିଲା ପରେ ତାର ଭ୍ୟାଲୁ କିଛି ବି ନାହିଁ। ଆମେ ଭାବୁଛେ ଏଇଟା ମିଳିଗଲେ ଆମକୁ ଖୁସି ଲାଗିବ। ଗୋଟେ ଛୋଟାର ଗୋଡ଼ ନାହିଁ ତାକୁ ସେ ଭାବୁଛି ଗୋଡ଼ ହେଇଗଲେ ଖୁସି ମିଳିବ, ମୋର ଗୋଡ଼ ଅଛି ମୁଁ ଏତିକିରେ ବି ଖୁସି ନାହିଁ। ଜଣଙ୍କ ପାଖରେ କାର୍ ନାହିଁ ସେ ଭାବୁଛି କାର୍ ମିଳିଗଲେ ଖୁସି ହେଇଯିବ, ସେ କାର୍ରେ ବି ସେ ଖୁସି ହେଇପାରିବନି। ଏ ଦୁନିଆରେ ଆମେ ଖୁସି ଖୋଜିବାକୁ ପାଇଲେ ବି ଆମେ ଖୁସି ଖୋଜି ପାରିବାନି। ଆକ୍ଚୁଆଲି ଯେଉଁଟାରେ ଆମର ପ୍ରକୃତ ଖୁସି ଅଛି ଆମେ ଯଦି ସେ ଖୁସି ପାଖକୁ ନ ଯିବା ଏ ପୃଥିବୀର ଖୁସିରେ ଆମକୁ ଖୁସି କେବେ ବି ମିଳିପାରିବ ନାହିଁ, ଲୋକମାନେ କେବେ ବି ସନ୍ତୁଷ୍ଟ ହେଇପାରିବେନି। ସେଥିପାଇଁ ଆତ୍ମା କେବଳ ପରମାତ୍ମାଙ୍କର, ପରମାତ୍ମା ହେଉଛନ୍ତି ଆମ ବାପା, ସେ ହେଉଛନ୍ତି ଆମ କୃଷ୍ଣ, ତାଙ୍କ ଛଡ଼ା ଏ ଦୁନିଆରେ କେହି କାହାର ନୁହନ୍ତି। ଆମର ଅସଲି ବାପା ସିଏ କେମିତି, ଏଠି ସବୁ ଦେହଧାରୀ ବାପା। ଆମେ ପୂର୍ବ ଜନ୍ମରେ କ'ଣ ଥିଲେ, କୋଉଠି ଥିଲେ, ଆମର କିଏ ବାପା ଥିଲେ ଆମେ ଜାଣିଛନ୍ତି, ଜାଣିନାହାନ୍ତି ନା। ସେଥିପାଇଁ ଏ ଜନ୍ମର ବାପାଙ୍କ ପ୍ରତି ଏତେ ମୋହମାୟା କ'ଣ ପାଇଁ? ବାପା ହେଉଛନ୍ତି ଯିଏ ସିଏ ସବୁ କଥାରେ ଆମର ସାହାଯ୍ୟ କରୁଥିବ, ଉପରୁ ଆମକୁ ଜଣେ ଦେଉଛନ୍ତି। ଏଠି ଦେହଧାରୀ ବାପା ଆମକୁ ସେଇଟା ଦେଉଛନ୍ତି, ସିଏ କ'ଣ ଡାଇରେକ୍ଟ ଦେଲେ କି, ଏଟା ଇନଡାଇରେକ୍ଟ ହେଲା ନା, ତ ସିଏ କେମିତି ଆମର ବାପା ହେଇପାରିବେ? ଦେହ ଖରାପ ହେଲେ ବାପା କ'ଣ ପାଇଁ ପୁଣି ଭଗବାନଙ୍କୁ ଡାକୁଛନ୍ତି? ସିଏ ଯଦି ପ୍ରକୃତ ବାପା ହେଇଥାନ୍ତେ ସିଏ କ'ଣ ପାଇଁ ଆମକୁ ଭଲ ନ କରିପାରିଲେ? ତ ବାପା ମା ମାନେ ଛୁଆମାନଙ୍କୁ ଏଇ ଶିକ୍ଷା ଦେବା କଥା କି ଆମେ ହେଉଛେ ଦେହଧାରୀ ବାପା, ଆମର ଯିଏ ପ୍ରକୃତ ବାପା ତାଙ୍କୁ ଯାଇକି ଯଦି ଛୁଆମାନଙ୍କୁ ଚିହ୍ନେଇବେ ଯେ ସିଏ ଆମର ବାପା ବୋଲି, ତାହେଲେ ତାଙ୍କର ବାପା ମାଙ୍କ ଜୀବନ ଧନ୍ୟ ହେବ। ନହେଲେ ଛୁଆମାନେ ଠିକ୍ ସଂସ୍କାର ପାଉନାହାନ୍ତି, ଏଇ ଦେହଧାରୀ ବାପା ମାଙ୍କ ପଛରେ ପଡ଼ି ଭାଇ ଭଉଣୀ କେହି କାହାର ନୁହନ୍ତି। ମରିଗଲା ପରେ କେହି ପଚାରିବେନି, ମରିଗଲା ପରେ ଶରୀରଟା ପୋଡ଼ିଯିବ, ପୁଣି ଆତ୍ମା ପୋଡ଼ିକି ଯିବ, ସିଏ କଷ୍ଟ ପାଇବ। ପୁଣି 84 ଲକ୍ଷ ଜୁନି ପରେ ଗୋଟେ ମଣିଷ ଜନ୍ମ ପାଇଛେ ଆମେ, ସେ ମଣିଷ ଜନ୍ମକୁ ସାର୍ଥକ କରିବାକୁ ହେଲେ ପ୍ରଥମତଃ ଆମ ଗ୍ରନ୍ଥରେ ଲେଖା ହେଇଛି ଆଇଁଷ ଖାଇବା କଥା ନୁହେଁ, ପଶୁମାନଙ୍କୁ କଷ୍ଟ ଦେବା କଥା ନୁହେଁ, ସେମାନଙ୍କ ଭିତରେ ବି ଜୀବନ ଅଛି। ଆଇଁଷ ଛାଡ଼ନ୍ତୁ, ହରି ନାମ ଧରନ୍ତୁ, ଭଜନ କରନ୍ତୁ, କୀର୍ତ୍ତନ କରନ୍ତୁ, କୃଷ୍ଣଙ୍କ ପାଖରେ ସବୁକିଛି ସମର୍ପଣ କରି ନିଜକୁ ସବୁ ସମର୍ପଣ କରିଦିଅନ୍ତୁ। ଏକାଦଶୀ ବ୍ରତ କରନ୍ତୁ, କାହାକୁ କିଛି ରାଗନ୍ତୁନି, ଧୀର ମନରେ ଶାନ୍ତିରେ ଭଗବାନଙ୍କୁ ଡାକନ୍ତୁ, ଆଉ ଏ ଭବସାଗରରୁ ପାରି ହେଇଯାଆନ୍ତୁ, ଗୋଲକ ଧାମକୁ ଯାଆନ୍ତୁ। ସେଠି ଆମର ପ୍ରକୃତ ବାପା ଅଛନ୍ତି, ବାପା ଯିଏ ମା ଆମର ସିଏ ସବୁକିଛି, ସେମାନଙ୍କ ପାଖରେ ଯାଇ ନିଜକୁ ଧନ୍ୟ ମନେ କରନ୍ତୁ। ଗୋଟେ ଶ୍ଲୋକ ଅଛି, ଈଶ୍ୱର ପରମଂ କୃଷ୍ଣ ସଚିତାନନ୍ଦ ବିଗ୍ରହ ଅନାଦି ଆଦି ଗୋବିନ୍ଦ ସର୍ବଂ କାରଣଂ କାରଣ। କୃଷ୍ଣ ହିଁ ଈଶ୍ୱର, ଈଶ୍ୱର ବୋଲି ଆଉ କେହି ନାହାନ୍ତି। ଯେତିକି ସବୁ ଦେବାଦେବୀ ଅଛନ୍ତି ସେମାନେ ସବୁ ଦେବତା, କୃଷ୍ଣ ହେଉଛନ୍ତି ଆମ ବାପା, ସିଏ ହିଁ ସବୁ କାରଣର କାରଣ। ସେଥିପାଇଁ ତାଙ୍କୁ ହିଁ ଧରନ୍ତୁ। ଏତିକି କହି ମୁଁ ବକ୍ତବ୍ୟ ଶେଷ କରୁଛି।